ତୁଳସୀ ଗଛଟିଏ ମନ୍ଦିରରେ ରହୁ ବା ମଶାଣିରେ ରହୁ, ତାର ପବିତ୍ରତା ପାଇଁ ସିଏ ପୂଜା ପାଏ। ଠିକ୍ ସେଇଭଳି ଭଲ ମଣିଷ ଦୁନିଆରେ ରହୁ ବା ନ ରହୁ, ତାର ସୁନ୍ଦର ଚେହେରା ପାଇଁ ନୁହେଁ, ତାର ସତ୍ ଚରିତ୍ର ପାଇଁ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଥାଏ। ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 12 ତାରିଖ, ଓଡ଼ିଆ ମାଘ ମାସ 30 ଦିନ, ଗୁରୁବାର, କୃଷ୍ଣ ପକ୍ଷ ଦଶମୀ ତିଥି, ଯାହା ଦିବା 1:42 ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ଆରମ୍ଭ ହେଉଛି। ଆଜି ଜ୍ୟେଷ୍ଠା ନକ୍ଷତ୍ର, ଯାହା ଅପରାହ୍ନ 3:05 ପର୍ଯ୍ୟନ୍ତ ରହୁଛି। ତାପରେ ମୂଳା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବିଛା ରାଶିରେ ଚନ୍ଦ୍ର, ଯାହାକି ଅପରାହ୍ନ 3:05 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ଚନ୍ଦ୍ର ଧନୁ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:20 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:38। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ, ଦିବା 1:42 ପରେ ଯୁଗ୍ନି ଅଗ୍ନିକୋଣରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି, ଯାହା ଅପରାହ୍ନ 3:05 ପର୍ଯ୍ୟନ୍ତ କୌଣସି ରାଶିରେ ନାହିଁ। ତାପରେ ଘାତ ଚନ୍ଦ୍ର ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଦଶମୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି କଳମ, ତତ୍ସହିତ ଶିମ୍ବ ଭୋଜନ ନିଷେଧ ରହିଛି। ଆଜି ହେଉଛି ମାସନ୍ତ, ଯାହାକି ମାଘ ମାସର ଶେଷ ଦିନ। ଆଜିର ଅଶୁଭ ବେଳା, ଯାହା ଦିବା 1:25 ଦିବା 2:52 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 3:52 ଅପରାହ୍ନ 5:38 ମଧ୍ୟ ରହିଛି, ଯାହାକି କାଳ ବେଳା ସହିତ ବାର ବେଳା। ସେହିଭଳି ରାତ୍ରି 11:53 ରାତ୍ରି 1:27 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, କାଳବେଳା ଏବଂ ବାରବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:57 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:23 ଦିବା 12:48 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 2:19 ଶେଷ ରାତ୍ରି 4:45 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଏବେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣ ଯଥା ସମ୍ଭବ ନିଜର କାର୍ଯ୍ୟ ନିଶ୍ଚିତ ତ୍ରୁଟି ହୋଇପାରେ, ତେଣୁ ସେ ତ୍ରୁଟିକୁ ଦୂର କରିବା ପାଇଁ ଆପଣ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ନିଜର କର୍ମକ୍ଷେତ୍ରରେ ସଂଗଠିତ ହୋଇ କାର୍ଯ୍ୟ କରନ୍ତୁ, ଅଧିକ ଗୁରୁତ୍ୱ ଦିଅନ୍ତୁ। କାର୍ଯ୍ୟରେ ଧୈର୍ଯ୍ୟ ନିହାତି ଆବଶ୍ୟକତା ରହିଛି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନେ ନିଜର ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ ଏବଂ ଚ୍ୟାଲେଞ୍ଜ ଭିତରେ ଆପଣଙ୍କୁ ଚାପ ଯେଉଁ ଆସିବ, ଆପଣ ସେଥିରେ ନିଶ୍ଚିତ ନିଜର କାର୍ଯ୍ୟ ଭୁଲ କରିବାର ଅନେକ ଚାନ୍ସ ରହୁଛି। ତେଣୁ ଧ୍ୟାନ ଦେଇ ନିଜର କାର୍ଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ ଏବଂ ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଟିକେ ପଦମର୍ଯ୍ୟାଦା ବିଶେଷ ଭଲ ହୋଇ ନପାରେ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟା ବିଶେଷ ଭଲ ହବାର ସୁଯୋଗ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣଙ୍କର ଜୀବନ ସାଥୀଙ୍କ ଅଧିକ ସମୟ ଦେଇ ନପାରନ୍ତି, ସେଥିପାଇଁ ଆପଣଙ୍କର ପରସ୍ପର ଭାବନାରେ ଅଣଦେଖା ହୋଇପାରେ।
आज मेष राशि व्यक्ति पारिवारिक दृष्टि देखिले आपणकर पारिवारिक संपर्क अस्थिरता आड़ को अग्रगति करिपारे। तेबे आज मेष राशि व्यक्ति आपण निश्चित जो माने आपणक विरुद्ध रे किछि कार्यकलाप करुथिबे सेमानकु मात दबा पई आज दिनटी उत्तम दिन होई पारे। आज मेष राशि व्यक्ति अर्थ कारोबार रे आपण निश्चित सफलता पाइबे जहाँ आपणक भाग्य राशि जना पड़ी विशेष कर बिजनेस रे लाभ होबार संभव रही। आज मेष राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य नाना प्रकार समस्या आपणकु अशांति करि पारे बा आपणकु विभिन्न प्रकार पीड़ा अनुभव करि पारंती। पूर्वर जदि स्वास्थ्य समस्या थिबो आज आहुरी अधिक कष्ट होई पारे। आज मेष राशि व्यक्ति भाग्य संख्या रही 1, भाग्य रंग रहुची नाली रंग एवं ग्रह माने आपण को आज 55% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज प्रत्येक कार्य आपण ध्यान सहकारे करिले समस्त कार्य सुफल हेबो। आपणकर आज मानसिक स्तर सकारात्मक भावना रे भरपूर रहिबो। आज वृष राशि व्यक्ति प्रत्येक कार्य आपणक पई सुखर प्रदान करिवो आपणक भाग्य राशि जहा जना पड़ुछि। तेबे आज किछि कार्य रे आपणक प्रतिबंधक मध्य आसी पारे जहा पई आपणक ध्यान रहिबार आवश्यकता रहिछि। आज वृष राशि व्यक्ति जो माने चाकरी संबंध रे कार्य करूछंती सेमानकर आज समस्त कार्य सकारात्मक रहिबो एवं निजर कार्य कौशल द्वारा समस्त मन जिणिबार अनेक चांस रहुछि। आज वृष राशि व्यक्ति आपणकर पारिवारिक संपर्क भल रहिबो एवं मधुर वार्तालाप रहिबो। मिठा कथावार्ता द्वारा समस्त हृदय जिणिबार एक उत्तम दिन होई पारे। आज वृष राशि व्यक्ति प्रेम दुनिया रे आपण बहुत रोमांटिक परिवेश सृष्टि करि पारे एवं आज भल बुझामणा दुई जनक भितरे रहिबो एवं बहुत प्रेम वार्तालाप मध्य करि पारंती। आज वृष राशि व्यक्ति शिक्षार्थी विद्यार्थी मानक पई उत्तम शुभयोग रहिछि। इंटरव्यू एग्जाम थिले सेथिरे कृत कार्य करिवार अनेक चांस रहुछि। आज वृष राशि व्यक्तिंकर जहाँकि राजनीतिक सामाजिक क्षेत्र जो माने कार्य करुछंती सेमानकर आज प्रतिष्ठा लाभ करिवार सुयोग दउछि। आज वृष राशि व्यक्ति अर्थजनित व्यापार वाणिज्य जो माने कार्य करुछंती निश्चित अनेक प्रकार लाभ प्राप्त करिवार सुयोग रहुछि। तेणु अर्थजनित जेकोनोसी डिसिजन नबा आपणक पई लाभदायक हेबो। आज वृष राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज मानसिक स्तर रे मध्ये आपण पूर्ण सुस्थ रहिबे। आज वृष राशि व्यक्तिंकर भाग्य संख्या रहिछि 7, भाग्य रंग रहुछि बैगणी रंग यूज करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज दिनटी आपणक पई उत्तम दिन रहुछि। समस्त कार्य रे आपणकर सकल प्रकार सुख प्राप्त जोग बनउछि। आज नूतन कार्य रे आपण जोग देई पारंती किछि तत्सहित आपणकर आज गुरुत्वपूर्ण निष्पत्ति नबा पई मिथुन राशि व्यक्तिंक पई उत्तम दिन होउछि। आज निजर इच्छा अनुसार समस्त कार्य पूर्ण करिवार एक उत्तम दिन बनेई पारे। आज मिथुन राशि व्यक्ति ऑफिस जनित कार्य रे जदि जड़ित अछंती आपणको प्रत्येक कार्य आपणक कौशल द्वारा उपरस्थ कर्मचारी आपणको निश्चित प्रशंसा करिवार सुयोग मिली पारे मिथुन राशि व्यक्तिंकर। आज मिथुन राशि व्यक्ति शिक्षार्थी विद्यार्थी मानक पई उत्तम दिन बनउछि जहा आपणक भाग्य ग्रह जना पड़ुछि। आज मिथुन राशि व्यक्तिंकर इंटरव्यू थिले निश्चित सेथिरे सक्सेसफुल हेबे जहा आपणक ग्रह चक्र जना पड़ुछि। आज मिथुन राशि व्यक्तिंकर राजनीतिक सामाजिक क्षेत्र रे जो माने जड़ित अछंती निश्चित आपणकर प्रतिष्ठा लाभ करिवार उत्तम जुग बनउछि। आज मिथुन राशि व्यक्ति प्रेम संबंध रे आपण को आज रोमांटिक परिवेश सृष्टि करि पारे जहा आपण को भाग्य चक्र जना पड़ुछि। आज मिथुन राशि व्यक्ति पारिवारिक संपर्क भल रहिबो एवं निज भितरे बहुत मधुरता संपर्क देखा देबो। आज मिथुन राशि व्यक्ति व्यापार वाणिज्य जो माने जड़ित अछंती
ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି ଆପଣ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମାନସିକ ସ୍ତରରେ ମଧ୍ୟ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଆପଣଙ୍କୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାକୁ ପଡିବ। ସଠିକ ଯୋଜନା ପ୍ରସ୍ତୁତ କରି ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। କୌଣସି ନୂତନ ଯୋଜନା କିମ୍ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, କାରଣ ଆଜି ଯଦି ସେ ନିଷ୍ପତ୍ତି ନେଉଛନ୍ତି ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଭାରି ମହଙ୍ଗା ପଡିପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯୋଉମାନେ କରୁଛନ୍ତି ସାବଧାନ ସହକାରେ କାର୍ଯ୍ୟ କରନ୍ତୁ। କୌଣସି ଯୁକ୍ତିତର୍କ କଳହ କରନ୍ତୁ ନାହିଁ ଏବଂ ଆବଶ୍ୟକ ସ୍ଥଳେ ନିଜର କାର୍ଯ୍ୟକୁ ସମ୍ପାଦନା କରିବା ପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ବ୍ୟକ୍ତି ମାନଙ୍କର ଆଜି ଆଦୌ ଭଲ ଦିନ ହୋଇନପାରେ। ଆଜି ଆପଣଙ୍କର ବନ୍ଧୁ ବିରୋଧୀ ଯୁଗ ରହୁଛି, ତେଣୁ କର୍କଟ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କର ଆଜି ପ୍ରେମ ସମ୍ବନ୍ଧ ଖରାପ ହବାର ଅନେକ ଯୁଗ ବନଉଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଯାହାକି ନିଜ ଭିତରେ ମତଭେଦ ଦେଖାଦେବାର ଅନେକ ଚାନ୍ସ ରହୁଛି ଏବଂ କଳହ ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଧ୍ୟାନ ପୂର୍ବକ ନିଜର ଅର୍ଥ ଯାହାକି ଯୋଉଠି ପରିଚାଳନା କରନ୍ତୁ କିମ୍ବା ବେପାର ବାଣିଜ୍ୟ ଯଦି କରୁଛନ୍ତି ଆବଶ୍ୟକ ସ୍ଥଳେ ପୂର୍ଣ୍ଣ ବୁଦ୍ଧି ପ୍ରୟୋଗ କରନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ଭାରି ଲସ୍ ହବାର ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ ପ୍ରକାର ପୀଡା ଯାହାକି ଆପଣଙ୍କୁ ଭୋଗିବାକୁ ପଡିପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ଥିବ ଆଜି ଆହୁରି ଆପଣଙ୍କୁ ଅନେକ ପ୍ରକାର ପୀଡା ଆହୁରି ଦେଖାଦେବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟ କିଛି ମାତ୍ରାରେ ଅସ୍ଥିରତା ରହିପାରେ, ତେଣୁ ସିଂହ ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡକୁ ଅଗ୍ରଗତି କରିବ। ଆଜି ସିଂହ ରାଶି ବ୍ୟକ୍ତି ବିଶେଷ କରି ଆପଣଙ୍କର ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡିକୁ ଆପଣଙ୍କୁ ଭାରି ଚାପ ଦେଖା ଦେଇପାରେ, କିନ୍ତୁ ଧୈର୍ଯ୍ୟ ସହକାରେ ଯଦି କାର୍ଯ୍ୟ କରିବେ ଆପଣ ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରି ନିଜର କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଅସ୍ଥିରତା ଦେଖା ଦେଇପାରେ, କିନ୍ତୁ ଆପଣ ଯଦି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରିବେ ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ଆଜି ସିଂହ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହିଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣ କିଛି ଜାଗା କିଣିବାର ବା ଜମି ଜମା କାର୍ଯ୍ୟରେ ଯଦି କିଛି କରିବା ପାଇଁ ଚାହୁଁଛନ୍ତି ତାହା ଆପଣଙ୍କ ପାଇଁ ଉତ୍ତମ ଦିନ ସବୁଠାରୁ ଆଜି ହୋଇପାରେ। ସିଂହ ରାଶି ବ୍ୟକ୍ତିଙ୍କର ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟ ଶୁଭ ଯୁଗରେ ରହିଛି, ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ନିଜ ଭିତରେ ମଧୁରତା ଦେଖାଦେବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ନିଶ୍ଚିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି, ତେଣୁ ଅର୍ଥଜନିତ କାରବାର ଆପଣ ନିଶ୍ଚିତ ଲାଭଦାୟକ ସୁଯୋଗ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ
ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଦେଖାଦେବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ହିସାବରେ ହେବ। ଗ୍ରହ ମାନେ ଆପଣଙ୍କୁ ପୂର୍ଣ୍ଣ ଶୁଭଯୋଗ ସ୍ଥିତିରେ ରହୁଛି, ତେଣୁ ଆପଣ ବହୁତ ଆଜି ଖୁସି ଆନନ୍ଦିତ ହବାର ଅନେକ ଚାନ୍ସ ରହୁଛି। ଆଜି ଆପଣଙ୍କର ଭାଗ୍ୟ ସଫଳତା ଶୀର୍ଷରେ ପହଞ୍ଚେଇ ଦେବ ଆପଣଙ୍କୁ। ତତ୍ସହିତ ନିଜର କାର୍ଯ୍ୟ ଦକ୍ଷତା ଦ୍ୱାରା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରନ୍ତି କନ୍ୟା ରାଶି ବ୍ୟକ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ନିଶ୍ଚିତ ଉଚ୍ଚ କର୍ମଚାରୀଙ୍କ ଠାରେ ଆପଣଙ୍କର ଆନ୍ତରିକତା ଦେଖାଦେବ ଏବଂ ନିଶ୍ଚିତ ଉଚ୍ଚ କର୍ମଚାରୀଙ୍କ ଠାରୁ ଆପଣ ପ୍ରଶଂସା ପାଇବାର ଯୋଗ୍ୟ ବନେଇଯିବେ। ତତ୍ସହିତ ନିଜର ଲକ୍ଷ୍ୟ ସ୍ଥଳେ ପହଞ୍ଚିବେ କନ୍ୟା ରାଶି ବ୍ୟକ୍ତି ଏବଂ ଆଜି ନିଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ କନ୍ୟା ରାଶି ବ୍ୟକ୍ତିଙ୍କର ଆଜି ପ୍ରତିଷ୍ଠା ଲାଭ କରିବା ସହିତ ନିଜର ଦକ୍ଷତା ପରିପ୍ରକାଶ କରିପାରନ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି, ତେଣୁ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ କୃତ କାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ଭାଗ୍ୟ ନିମ୍ନଗାମୀ ଘର ରହୁଛି, ତେଣୁ ପ୍ରେମ ସମ୍ବନ୍ଧରେ କେତେକାଂଶରେ ଅସ୍ଥିରତା ଦେଖା ଦେଇପାରେ, ଯାହା ବିଶେଷ କରି ନୂଆ ନୂଆ ଯୋଉମାନେ ମ୍ୟାରେଜ କରୁଛନ୍ତି ବା ନୂଆ ନୂଆ ଯାହାକି ମ୍ୟାରେଜ କରିବା ପାଇଁ ସ୍ଥିତି ରଖିଛନ୍ତି ସେମାନଙ୍କର କଳହ ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଆଜି ପୁତ୍ର ତତ୍ସହିତ କନ୍ୟା କିମ୍ବା ପରିବାର ବର୍ଗଙ୍କ ସହିତ ଅନେକ ଝଗଡ଼ା ହବାର ଚାନ୍ସ ରହୁଛି, ବାଦ ବିବାଦ ଦେଖାଦେବ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଗାଢ ନୀଳ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହିଛି। ଆଜି ପ୍ରତ୍ୟେକ କାର୍ଯ୍ୟ ନିଜର ସ୍ୱଚ୍ଛତା ଆଣି ସମସ୍ତ କାର୍ଯ୍ୟ ପୂର୍ଣ୍ଣ ସଫଳତା କରିବା ପାଇଁ ନିଶ୍ଚିତ ଚେଷ୍ଟା କରନ୍ତୁ। ଆଜି ତୁଳା ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ସଫଳତା ପାଇବା ସହିତ ଚାକିରି ସମ୍ବନ୍ଧରେ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଉପରସ୍ଥ କର୍ମଚାରୀଙ୍କ କଥା ନିଶ୍ଚିତ ମାନନ୍ତୁ, ଯଦି ନ ମାନିବେ ଆପଣ ଗାଳି ଏବଂ ନିଜ ଭିତରେ ଯୁକ୍ତିତର୍କ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ହବାର ଚାନ୍ସ ରହୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଆପଣ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି କିଛି ମାତ୍ରାରେ ସଫଳତା ଯୁଗ ରହୁଛି, କିନ୍ତୁ ଆଜି ତୁଳା ରାଶି ବ୍ୟକ୍ତି କୌଣସି ନୂତନ କାର୍ଯ୍ୟ କରନ୍ତୁ ନାହିଁ, କାରଣ ଆପଣ ନୂତନ କାର୍ଯ୍ୟ ଯଦି କରୁଛନ୍ତି ଆପଣଙ୍କୁ ବିଭିନ୍ନ ପ୍ରକାର ବାଧା ଉପୁଜି ପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ଆଜି ଯାହାକି ଅନେକ ପ୍ରକାର ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ନିଜ ଭିତରେ ଭଲ ସମ୍ପର୍କ ରହିବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଯାହାକି ପରିବାର ସୁଖ ସମୃଦ୍ଧି ଆଜି ବୃଦ୍ଧି କରିବ, ଯାହାକି ନିଜ ଭିତରେ ଆଜି ଅନେକ ମଧୁରତା ଦେଖାଦେବ। ପୂର୍ବରୁ ଯଦି କିଛି କଳହ ଯୁକ୍ତ ଥିବ ଆଜି ତାହାର ସମାଧାନ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ଆପଣଙ୍କର ଭାଗ୍ୟ ଆଜି ମଧ୍ୟମ ଧରଣରେ ରହିଛି। ଆପଣଙ୍କୁ ଧ୍ୟାନ ପୂର୍ବକ ଯଦି ନିଜର କାର୍ଯ୍ୟ କରିବେ ତେବେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେଇପାରେ। ତେବେ ଅର୍ଥଜନିତ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, କାରଣ ଅନେକ ପ୍ରକାର ରିସ୍କଫୁଲ ଆପଣଙ୍କର ଭାଗ୍ୟ ଯାହାକି ମଧ୍ୟମ ଧରଣରେ ରହୁଛି ଅର୍ଥଜନିତ କାରବାରରେ, ତେଣୁ ଆପଣଙ୍କୁ କେତେକାଂଶରେ ମଧ୍ୟ ବିଫଳତା ସାମ୍ନା କରିବାକୁ ପଡିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ
ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇନପାରେ। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡ଼ିବ। ତେଣୁ ବିଛା ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ବିଛା ରାଶି ବ୍ୟକ୍ତି ଆଜି ବିଛା ରାଶି ବ୍ୟକ୍ତି ଅନେକ କାର୍ଯ୍ୟରେ ଆପଣଙ୍କୁ ଯାହାକୁ ପ୍ରୋବ୍ଲେମ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଅସ୍ଥିରତା ଦେଖାଦେବ। ଆପଣଙ୍କର ବିଛା ରାଶି ବ୍ୟକ୍ତି ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ନିଶ୍ଚିତ ପ୍ରତ୍ୟେକ କାର୍ଯ୍ୟ ଆପଣ ସଚେତନ ସହକାରେ କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ନିଜର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ଏବଂ ଆପଣଙ୍କୁ ଯନ୍ତ୍ରଣାଦାୟକ ହୋଇପାରେ। ତେଣୁ ବିଛା ରାଶି ବ୍ୟକ୍ତି ସଚେତନ ସହକାରେ ନିଜର କାର୍ଯ୍ୟ କରନ୍ତୁ। ବିଶେଷ କରି ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ରହୁଛନ୍ତି ଆପଣଙ୍କୁ ସମସ୍ୟା ଦେବ। ତତ୍ସହିତ ଇଣ୍ଟରଭ୍ୟୁ ବା କିଛି ଏକ୍ଜାମ ଥିବ, ଆପଣଙ୍କୁ ଆଜି ବିଫଳତାର ସାମ୍ନା କରିବାକୁ ପଡ଼ିପାରେ। ବିଛା ରାଶି ବ୍ୟକ୍ତି ଆଜି ବିଛା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ହାନି ଯୋଗ ରହୁଛି। କୌଣସି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଦୂରତା ଯଦି ଆଜି ଅବଲମ୍ବନ କରିବେ, ତାହା ଆପଣଙ୍କ ପାଇଁ ଭଲ ହବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ ଆପଣଙ୍କର ମଧୁରତା କ୍ଷୀଣ ହେବ। ନିଜ ଭିତରେ ସମ୍ପର୍କ ଆଜି ପରିଚାଳନା କରିବା ଭାରି କଷ୍ଟକର ଏବଂ ଅନେକ ପ୍ରକାର ସମସ୍ୟା ଦେଖାଦେବ। ନିଜ ଭିତରେ କଳହ ମଧ୍ୟ ଯୁକ୍ତିତର୍କ ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ବିଛା ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଆଜି କଳହ ଯୁକ୍ତ ରହିବ। ଭୁଲ ବୁଝାମଣା ଯୋଗୁଁ ଅନେକ ପ୍ରକାର ସମସ୍ୟା ଦେଖାଦେବ। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର କ୍ଷତି ସହିପାରନ୍ତି। ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଦେଖା ଦେଇପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ରହୁଛି କମଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 20% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ଆପଣ ମାନସିକ ସ୍ଥିତି ଟିକେ ଅସ୍ଥିରତା ରହିପାରେ, କିନ୍ତୁ ନିଜର ଧୈର୍ଯ୍ୟ ସହକାରେ ଯଦି କାର୍ଯ୍ୟ କରିବେ, ସମସ୍ତ କାର୍ଯ୍ୟ ଠିକ ହେବା ସହିତ ମାନସିକ ସ୍ଥିତି ମଧ୍ୟ ଭଲ ରହିବ ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି, ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ତେବେ କେତେକାଂଶରେ ଚାପ ବଢିପାରେ। ତେବେ ଆପଣ ଯଦି ନିଜକୁ ଧୈର୍ଯ୍ୟ ରଖି କାର୍ଯ୍ୟ କରିବେ, ତେବେ ଆପଣ କୌଣସି ସମସ୍ୟାରେ ପଡ଼ିବେ ନାହିଁ। ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଯୁଗ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ନିଶ୍ଚିତ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦଉଛି। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯେଉଁମାନେ ପ୍ରେମ ଦୁନିଆରେ ଜଡ଼ିତ ଅଛନ୍ତି, ସେମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଦିନ ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ନିଜ ଭିତରେ ମଧୁରତା ବାର୍ତ୍ତାଳାପ କରିବାର ଅନେକ ସୁଯୋଗ ଦେଇପାରେ ଏବଂ ପରିବାର ସମସ୍ତ ବର୍ଗଙ୍କ ସହିତ ମିଳିମିଶି ଦିନ କଟିବାର ସୁଯୋଗ ଦେଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ ଯେଉଁମାନେ କରୁଛନ୍ତି, ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ତେଣୁ ନିଶ୍ଚିତ ଯଦି ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରିବେ, ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। କିନ୍ତୁ କୌଣସି ରିସ୍କଫୁଲ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ନାହିଁ, କାରଣ ଯଦି ଅଧିକ ରିସ୍କ ନେବେ ତାହେଲେ ଆୟ ଠାରୁ ବ୍ୟୟ ମଧ୍ୟ ହୋଇପାରେ। ତେଣୁ ଧନୁ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଛୋଟ ମୋଟ ଯାହାକି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ କିମ୍ବା ଛୋଟ ମୋଟ କିଛି ଘଟଣା ଘଟିପାରେ। ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5।
भाग्य रंग रहुची जहाँकि नील रंग एवं ग्रह माने आपनको आज 55% साथ दौछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज प्रत्येक कार्य सुख्याति अर्जन करिवे। तत्सहित समस्त कार्य आपणकर सफल हवा सहित नूतन कार्य आपण जोग दे पारंती। आज जहाँकि मकर राशि व्यक्ति गुरुत्वपूर्ण निष्पत्ति नबा पई आज उत्तम दिन होई पारे। तेबे मकर राशि व्यक्ति आज निजर कु सांग पई आपण सावधान रुहंतु। कौनसी खराब सांग सहित मिसंतु नाही। विशेषकर आपण कौनसी अर्थ जनित कारोबार जदि करुछंती बा फ्रॉड काम करुछंती निश्चित सावधान रुहंतु। कौनसी फ्रॉड काम करंतु नाही। तेणु मकर राशि व्यक्ति जदि फ्रॉड काम करुछंती आपण निश्चित कारोबार हबार अनेक चांस रहुची। तेणु यह प्रति निश्चित मकर राशि व्यक्ति सावधान रुहंतु। तत्सहित निजर अर्थ प्रति सचेतन रुहंतु। दूर यात्रा करुतले आपणकर सावधान निहाती आवश्यकता रहुची, नहले अर्थजनित किछि हानि होई पारे। आज मकर राशि व्यक्तिंकर जहाँकि राजनैतिक सामाजिक क्षेत्र में आपणकर प्रतिष्ठा लाभ करिवार अनेक चांस रहुची। तत्सहित आज आपण चाकरी संबंध रे कार्य जदि करूछंती अनेक प्रकार सफलता प्राप्त एवं निजे जने प्रतिष्ठित व्यक्ति रूपे परिचित होई पारंती। तेबे आज मकर राशि व्यक्ति आज शिक्षार्थी विद्यार्थी मानक पई उत्तम युग रहुची। इंटरव्यू एग्जाम थिले निश्चित कृतकार्य करि पारंती। आज मकर राशि व्यक्तिंकर जहाँकि प्रेम दुनिया रे आपण निश्चित एक मधुर वार्तालाप करिबा सहित परिवार संपर्क आपणकर भल रहिबो, जहा आपणक भाग्य राशि रु जणा पडुछि। आज मकर राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज मकर राशि व्यक्तिंकर भाग्य संख्या रहिछि 3। भाग्य रंग रहुछि जहाँकि हलदिया रंग एवं ग्रह माने आपणको आज 70% साथ दौछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज दिनटी आपणको पई सुख्याति अर्जन करिवार उत्तम दिन होई पारे, जहा आपणक भाग्य चक्र रु जणा पडुछि। आज कुंभ राशि व्यक्ति प्रत्येक कार्य रे सफलता पाइबा सहित नूतन किछि कार्य रे जोग देबा सहित निजर गुरुत्वपूर्ण निष्पत्ति नबा पई आज कुंभ राशि व्यक्तिंक पई पूर्ण शुभ युग परिस्थिति होई पारे। आज कुंभ राशि व्यक्ति जहा कि चाकरी संबंध रे कार्य निजर प्रतिष्ठा सहित कार्य कौशल द्वारा आपण समस्त कर्मचारी बा आपण सहकर्मी को दृष्टि आकर्षण होई पारंती। आपणकर कार्य कौशल देखि आपणकर उपरस्थ ऑफिसर निश्चित आपणको प्रशंसा परिवार जुग बनै पारे। आज कुंभ राशि व्यक्तिंकर जहाँकि राजनैतिक सामाजिक क्षेत्र में आपणको प्रतिष्ठा लाभ करिवार सुजोग रहुछि। तेबे निश्चित कुंभ राशि व्यक्ति आपणकर खराब बंधु बा कु सांग बा अनेक प्रकार दुष्ट व्यक्ति ठारू निश्चित सावधान रुहंतु। जदि तांको सहित जड़ित रहिबे तेबे आपण विपथगामी होई पारंती कुंभ राशि व्यक्ति। तेबे कुंभ राशि व्यक्ति आज शिक्षार्थी एवं निश्चित आपणकर जदि इंटरव्यू किछि थिबो सेथिरे कृतकार्य करिवे, जहा आपणक भाग्य शुभ युग परिस्थिति रे रहिछि। आज कुंभ राशि व्यक्ति प्रेम दुनिया रे आपणकर किछि खराब स्त्री सहित बा पुरुष सहित आपणकर संबंध आकृष्ट आड़कू गति करि पारे। तेणु यह प्रति निश्चित कुंभ राशि व्यक्ति सचेतन हेले ताहा आपणक पई भल हेबो। तेबे आज कुंभ राशि व्यक्ति पारिवारिक संपर्क किछि मात्रा रे आपणकर अस्थिरता आड़कू गति करि पारे बा कलह जुग होई पारे। तेणु यह प्रति निश्चित सचेतन रुहंतु। तेबे कुंभ राशि व्यक्ति आज व्यापार वाणिज्य जो माने जड़ित अछंती सेमाने अनेक प्रकार लाभ प्राप्त करिवार सुजोग देबो। तेणु अर्थजनित आज निश्चित निष्पत्ति किछि नबार भाग्य आपणकू साथ देबो। आज कुंभ राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। मानसिक स्तर रे मध्ये आपण सुस्थ रहिबे। कोनोसी आपणकर स्वास्थ्य समस्या रहिबो नाही। आज कुंभ राशि व्यक्तिंकर भाग्य संख्या रहिछि 4। भाग्य रंग रहुछि सबुज रंग एवं ग्रह माने आपणको आज 75% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज निजर कार्य करुतला बेले आपण सावधान सहकारे कार्य करंतु। आपणकर कार्य मानसिक स्थिति ठीक रहिबो नाही। केतेकांशरे अशांति परिवेश सृष्टि होई पारे।
ତେଣୁ ମୀନ ରାଶି ବ୍ୟକ୍ତି ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ତେବେ ନିଜର ମାନସିକ ସ୍ଥିତି କରିବା ଠିକ ପାଇଁ ଆପଣ ଆବଶ୍ୟକ ସ୍ଥଳେ କିଛି ସଙ୍ଗୀତ ଶୁଣନ୍ତୁ କିମ୍ବା ପ୍ରବଚନ ଶୁଣନ୍ତୁ। ମୀନ ରାଶି ବ୍ୟକ୍ତି ଏହା କରିଲେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ମୀନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକୁ ଅନେକ ଚାପ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଅସ୍ଥିରତା ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ଆପଣଙ୍କୁ ଅନେକ ଅସ୍ଥିରତାପଣ ଆସିବ ଏବଂ ଆପଣଙ୍କ ରାଜନୈତିକ ସହିତ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ସେତେ ଭାଗ୍ୟ ସାଥ ନ ଦେଇପାରେ। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ତେବେ ଏହା ପ୍ରତି ନିଶ୍ଚିତ ଆପଣଙ୍କର ଅନେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ କରିପାରେ। ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ କୃତ କାର୍ଯ୍ୟ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭଲ ମଧୁରତା ସମ୍ପର୍କ ସୃଷ୍ଟି ହେବ। ତତ୍ସହିତ ପାରିବାରିକ ସମ୍ପର୍କ ପାଇଁ ଆଜି ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହାକି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ବନେଇପାରେ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଦେଖାଦେବ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ, ଆଜି ଅନେକ ପ୍ରକାର ପୀଡା ଆହୁରି ଦେଖାଦେବ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।